ଅଫିସର ଯେଉଁମାନେ ଛାଡ଼ିକି ଯାଉଛନ୍ତି ସେଟା ତାଙ୍କର ବ୍ୟକ୍ତିଗତ ମତ। କାହିଁକି ଛାଡ଼ିକି ଯାଉଛନ୍ତି ସେଟା ତାଙ୍କର ବ୍ୟକ୍ତିଗତ ମତ। କିନ୍ତୁ ଯେଉଁ ଅଫିସର ମାନେ ବିଗତ ସରକାରରେ ସକ୍ରିୟ ଥାଇକିରି ରାଜନୈତିକ କାର୍ଯ୍ୟକଳାପ କରୁଥିଲେ ସେମାନେ ନିଶ୍ଚିତ ଭାବରେ ନିଜକୁ ଦୋଷୀ ମନେ କରୁଛନ୍ତି ଏବଂ ସେମାନେ ତ ଛାଡ଼ିକି ଯିବେ ହିଁ ଯିବେ। ଏଠି ରହିଲେ ଆମର କିଛି ଆପତ୍ତି ନାହିଁ, କିନ୍ତୁ ସିଏ ତାଙ୍କୁ ଲୋକମାନେ ଗ୍ରହଣ କରିବେନି। ସରକାରୀ କର୍ମଚାରୀ ହିସାବରେ ତାଙ୍କୁ ଲୋକମାନେ ଗ୍ରହଣ କରିବେନି ଏବଂ ସହଜରେ ସିଏ ଏ ସରକାର ସହିତ ସାମିଲ ହେଇକି କାମ କରିପାରିବେନି। କାରଣ ସେମାନେ ମାନସିକ ସ୍ତରରେ ପୁରା ଦୁର୍ବଳ ହୋଇଯାଇଛନ୍ତି ଏବଂ ଯେଉଁ ସର୍ଭିସ୍ ରୁଲ୍ ଅଛି ତାକୁ ଉଲ୍ଲଂଘନ କରିକିରି ସେମାନେ ରାଜନୈତିକ କାର୍ଯ୍ୟକଳାପ କରିଛନ୍ତି। ସେମାନେ ଯେତେବେଳେ ନିଯୁକ୍ତି ପାଇଲେ ସେମାନେ ଶପଥ ନେଇଥିଲେ ଆମେ ଭାରତର ଲୋକଙ୍କର ସେବା କରିବୁ। ସେମାନେ ଶପଥ ନେଇନଥିଲେ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ବୋଲକରା ହେଇକି କରିବୁ କାମ। ତେଣୁ ଆଜି ସେମାନଙ୍କୁ ଗିଲ୍ଟି ଫିଲ୍ ହେଉଛି, ସେମାନେ ପଳାଉଛନ୍ତି ଛାଡ଼ିକିରି। ମୁଁ ପ୍ରଥମେ କହିଲି ଯେ ସେମାନେ ନିଜକୁ ନିଜେ ଗିଲ୍ଟି ଫିଲ୍ କରୁଛନ୍ତି। ସେମାନେ ଯେଉଁ ଭୁଲ କରିଛନ୍ତି ସେ ଭୁଲର ପୁନରାବୃତ୍ତି ଏ ସରକାର କରିବ ନାହିଁ। ଏ ସରକାର ସରକାରୀ କର୍ମଚାରୀଙ୍କୁ ରାଜନୈତିକ କାର୍ଯ୍ୟକ୍ରମରେ ନିୟୋଜିତ କରିବ ନାହିଁ। ପ୍ରଶାସନିକ ଅଧିକାରୀମାନେ ତାଙ୍କର ନିଜର ଦାୟିତ୍ୱ ନିର୍ବାହ କରନ୍ତୁ। ये स्वच्छ और दुर्नीतिमुक्त सरकार मोहन माझी को सरकार। ये समस्ते सरकारी आईन व्यवस्था रे चलिए। जो मैंने छाड़ी जीवे जार प्रशासनिक व्यवस्था अच्छी से आमर किसी कहबार ना सेटा साधारण प्रशासन विषय और केंद्र सरकार विषय अच्छी। किंतु मुझे कहबी जो मैंने बोलकरा होकरी एक निर्दिष्ट राजनीतिक दल काम करुले आम सरकार तो स्थान अच्छी अच्छा किंतु से माने केते गुरुत्वपूर्ण पदवी अच्छा जाना दरकार, कौन दायित्व अच्छा दरकार।